ଖାଇବାକୁ ଆଣେ, କଲେଜ ଲେଟ୍ ହେଲାଣି। ହେଇ ନେ ଖାଇଦେ। କଣ ସକାଳୁ ମୁଁ ପଖାଳ ଖାଇବି? ସକାଳୁ ଏ ବେକାର ଜିନିଷ ମୁଁ ଖାଇପାରିବିନି। ନେଇଯା ଏଗୁଡ଼ା ମୁଁ ଖାଇପାରିବିନି। ସାଙ୍ଗ କଲେଜ ଯିବୁନି କି? ହଁ ଚାଲ। ଆରେ ତୁ ଖାଇବୁନି କି? କ୍ଲାସ ଟାଇମ ତ ହେଇନି। ଦେଖୁନୁ ସାଙ୍ଗ, ମୋ ମା କେମିତି ସକାଳୁ ସକାଳୁ ପଖାଳ ଦେଇ ଦେଇଛି। ସକାଳୁ ଏଗୁଡ଼ା କିଏ ଖାଇବ କହିଲୁ? ମାଉସୀ, ଯଦି ଖରାପ ନ ଭାବିବ ଗୋଟେ କଥା କହିବି? ହଁ, କଣ କହୁନୁ ଝିଅ? ମାଉସୀ, ମୋର ମା ନାହିଁ, ସେଥିଲାଗି ମୁଁ ରିନୁ ଭଳି କାହା ପାଖେ ଅଳି କରିପାରୁନି। ଯଦି ତମ ନିଜ ହାତରେ ମତେ ସେ ପଖାଳ ଖୋଇ ଦିଅନ୍ତ, ମତେ ଭାରି ଶାନ୍ତି ଲାଗନ୍ତା। ଏଥିରେ ଖରାପ ଭାବିବାର କଣ ଅଛି? ଆ, ମୁଁ ତତେ ମୋ ନିଜ ହାତରେ ଖୋଇଦେବି। ମାଉସୀ, ଭାରି ଭୋକ ହଉଥିଲା। ମା ନେ ଖାଇଦେ। ସାଙ୍ଗ, ଗୋଟେ କଥା ମନେ ରଖ, ଯାହାର ମା ନାହିଁ ସେ ହିଁ ଜାଣିଛି ମା ହାତରନ୍ଧାର ମୂଲ୍ୟ କ'ଣ। କିଏ କହିଲା ତୋର ମା ନାହିଁ? ଆଜିଠୁ ମୋ ମା ଯିଏ ତୋ ମା ସିଏ। ମା, ମତେ ଖୋଇଦବୁନୁ? ସତରେ ଆମ ମା ହାତରନ୍ଧା ଭଳି ଖାଦ୍ୟ ଆମେ କୋଉଠି ବି ପାଇବା ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।